ସମସ୍ତେ ଶୁଣିଲେ ସମୀର ଦେ ଆଉ ନାହାନ୍ତି। ଆପଣ ଦେଖିଥିବେ କଟକ ବାସଭବନ ତାଙ୍କର ଲୋକାରଣ୍ୟ ହେଇଗଲା ଏବଂ କଟକ ଠାରୁ ଭୁବନେଶ୍ୱର ଆସେମ୍ବଲି ଏବଂ ପାର୍ଟି ଅଫିସ ପୁଣି ସତୀ ଚଉରା ଯେଉଁଭଳି ଭାବରେ ଲୋକ ସ୍ୱତଃପ୍ରବୃତ୍ତ ଭାବରେ ଯାଇ ସେଠି ସବୁ ସାମିଲ ହେଲେ ତାହା ପ୍ରମାଣିତ କରୁଛି କେତେ ଲୋକପ୍ରିୟ ସେ ଥିଲେ, ତାଙ୍କୁ କେତେ ଲୋକ ଭଲ ପାଉଥିଲେ ଏବଂ କେତେ ଲୋକଙ୍କୁ ସେ ସାହାଯ୍ୟ କରିଥିଲେ। ଏବଂ ସେହି ସମୟରେ ଦେଖିଥିବେ ଆପଣଙ୍କର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ସେଦିନ କାନ୍ଦି ପକାଇଲେ ଯେ ତାଙ୍କର କିଛି ନଥିଲା, ସେ ଯେତେବେଳେ ଅର୍ବାନ ଡେଭଲପମେଣ୍ଟ ମିନିଷ୍ଟର ଥିଲେ ତାଙ୍କୁ ଡାକିକିରି ଗୋଟେ ଜମି କରାଇ ଦେଇଥିଲେ। ରାଜନୀତି କର୍ମୀଙ୍କର କିଛି ନାହିଁ, ଗୋଟେ ଜମି ନାହିଁ। ତେଣୁ ଏଭଳି ବ୍ୟକ୍ତିତ୍ୱ ଆଜିର ଦିନରେ ବିରଳ ଯେ ଲୋକଙ୍କୁ ସିଏ ଗୋଟେ ଦଳର, ଅନ୍ୟ ଜଣେ ଆର ବିରୋଧୀ ଦଳର। ଆଜି ଆମେ ଗୋଡ଼ ଟଣାଟଣି ଭିତରେ ଓଡ଼ିଆ ଲୋକ ବଞ୍ଚୁଥିବା ବେଳେ ତାଙ୍କର ଏଇ ଯୋଉ ମହନୀୟତା, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏବଂ ତାଙ୍କର କେହି ଶତ୍ରୁ ନଥିଲେ, ସେ କାହାକୁ ଶତ୍ରୁ ଭାବୁନଥିଲେ। ତେଣୁ ଏଭଳି ଜଣେ ଦିବଂଗତ ନେତା ଆମ ସାଙ୍ଗରେ ନାହାନ୍ତି, ଆମ ଗାଁର ନାହାନ୍ତି, ଆମ ଅଞ୍ଚଳର ନାହିଁ। ଏମିତି ସବୁଠାରୁ ବଡ଼ ଆମ ପାଇଁ କ୍ଷତି ହେଲା ଏବଂ ସବୁଠାରୁ ସୌଭାଗ୍ୟ ଦିନ ଥିଲା ମୋର ତାଙ୍କର ଶେଷ ସମୟରେ ଗୋଟେ ଷ୍ଟେଜରେ ମିଶିବାର। ଯେ ଦଶହରା ସମୟରେ ଆମେ ପୁନଙ୍ଗ ଗ୍ରାମରେ ଗୋଟିଏ ଷ୍ଟେଜରେ ବସିଥିଲୁ ଏବଂ ଦୀର୍ଘ 8 ବର୍ଷ ପରେ ସେ ମାଟିକି ଆସିଲେ। ଯେହେତୁ ତାଙ୍କ ଦଳର ଜଣେ ବିଧାୟକ ପ୍ରାର୍ଥୀ ସେ ଖୁସିରେ ଆସିଲେ ଏବଂ ଆସିକିରି ପୂଜା ଘରେ କଲେ ଏବଂ ଆମ ସହିତ 2 ଘଣ୍ଟାରୁ 2.5 ଘଣ୍ଟା ସମୟ କାଟିଲେ ଏବଂ ରାତି ଫେରିଗଲେ। ଏବଂ ଏଠୁ ଗଲା ପରେ ଯଶସ୍ୱୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଦଶହରା ମେଢ଼ ଯୋଉ ବୁଲିଲେ, ଥଣ୍ଡାରେ ତାଙ୍କର ବୁଲିବା ଉଚିତ ନଥିଲା, ମାସ୍କ ପିନ୍ଧୁ ନଥିଲେ ଏବଂ এই 78ଟା ମେଢ଼ ବୁଲିଲା ପରେ ଦେହ ଅସୁସ୍ଥ ହୋଇପଡ଼ିଲା, ଯାଇ ହସ୍ପିଟାଲାଇଜ୍ ହେଲେ ଏବଂ ତାପରେ ଆଉ ହସ୍ପିଟାଲରୁ ଆସିପାରିନଥିଲେ। ଏଇଟା ହେଉଛି ଆମ ପାଇଁ ଦୁର୍ଭାଗ୍ୟର କଥା। ଇଏ ଓଡ଼ିଶାର ଗୋଟେ ବହୁତ ବଡ଼ କ୍ଷତି।